जय श्री कृष्ण। आज आमे पापांकुश एकादशी विषय शुणा। ता पूर्वर श्री विष्णु स्तुति करिबा। नमस्ते पुरुषोत्तम माधव मुरारी, परम ब्रह्म परात्पर अंतर्जामी हरि। किछि नथिला देव महाप्रलय रे, एकमात्र तुम्भे थिल अनंत सज्जारे। तुम्भ कर्णरु पुरुषे होइला संभूत, मधुकैट भवलिता नाम हेला ख्यात। प्रलय जल ताहाकु हेला आंठुआणे, लक्ष्मी को बोलते सेही मूढ़ कटुबाणी। हाड़ सहिते ताहार मांस फिंगी देले, मद परी करी ताकू जले पकाइले। तेणु मेदिनी होइला पृथ्वीर नाम, उत्पत्ति प्रलय कर्ता तुम्भे जनार्दन। जय जय भगवान जय मधुहारी, जय आदि अवतारे मत्स्य रूपधारी। नमस्ते मोहिनी रूपी सुंदर नासन, नम कूर्म अवतार मंदर धारण। नमस्ते बराह पृथ्वी दंत अग्रे धरी, नृसिंह रूपे हिरण्य कश्यपु विदारी। देवंक बोले काश्यप कोले जात होई, बामन रूपे बलिकी पाताले रखई। पृथ्वी क्षत्रिय वंश बहुत बढ़िले, दान जोग यज्ञ बिना अन्याय मातिले। से हेतु परशुराम रूप को धरई, क्षत्रि करी पृथ्वी रे जणे न रखई। जगत रहिते प्रभु तुम्भर जन्म, तुम्भ तहु अन्य केही नाही त्रिभुवन। सर्वजीवे सर्वकाले रक्षक आपण, तुम्भर प्रसादे स्वर्गे भोगे देवगण। नमो नमो नारायण ब्रह्म सनातन, संसार हेतु तुमे हुआ अवतीर्ण। तुमे आदि तुमे मध्य तुमे अंत रूपे, सकल जगत भरी अछल मकूपे। तुमे इंद्र तुमे चंद्र तुम्भे दिवाकर, आकाश पाताल तुम्भे दीर्घ कलेवर। आत्मरूप चराचर जीवे तब स्थिति, तब तत्व जाने बारे नाही का सकती। दया कर जारे तुमे सब से पाइल, तेणु दयामय नाम भवे विस्तारिल। कली जुग भाव देखी होइल मौन, उठ उठ महाबाहु
ଫେଡ଼ ମୋ ନୟନ। ଆକୁଳେ ଡାକୁଛି ପ୍ରଭୁ ମୋର କଥା ଶୁଣ। ଚରଣ ତଳେ ଶରଣ ଲୋଡ଼ୁଅଛି ଦିନ। ଏକାଦଶୀ କଥା। ଯୁଧିଷ୍ଠିର ଉବାଚ କହନ୍ତି ପଣ୍ଡୁଙ୍କ ନନ୍ଦନ ଶୁଣନ୍ତୁ ଶ୍ରୀ ମଧୁସୂଦନ। ଆଶ୍ୱିନ ଶୁକ୍ଳ ଏକାଦଶୀ କେଉଁ ନାମରେ ତାକୁ ଭାସି। ଶ୍ରୀକୃଷ୍ଣ ଉବାଚ କୃଷ୍ଣ କହନ୍ତି ଯୁଧିଷ୍ଠିର ଶୁଣ ହେ ମହିମା ବ୍ରତର। ଯାହାର ମହାତ୍ମ୍ୟ ଶୁଣିଲେ ପାପ ବିନାଶ ହୋଏ ଭଲେ। ଆଶ୍ୱିନ ଶୁକ୍ଳ ଏକାଦଶୀ ନାମରେ ପାପାଙ୍କୁଶ ଭାସି। ଏ ସର୍ବ ପାପ ବନ ଦାବ ଏଥିରେ ପୂଜ ପଦ୍ମନାଭ। ଯେ ସର୍ବ ଅଭୀଷ୍ଟ ଫଳଦ ଯେ ପ୍ରଭୁ ସ୍ୱର୍ଗ ଯେ କ୍ଷିପ୍ରଦ। କରିଣ ଇନ୍ଦ୍ରିୟ ଦମନ ଯେ କରେ ତପସ୍ୟା ସାଧନ। ଯେ ଯେଉଁ ଫଳ ପାଇଥାଏ ଏ ବ୍ରତେ ସେହି ଫଳ ପାଏ। ମୋହରେ ଯୁକ୍ତ ହୋଇ ନର କରିପାତକ ବହୁତର। ଯେବେ ନମୟୀ ପଦ୍ମନାଭ ନରକ ନୁହେଁ ତାକୁ ଲାଭ। ପୃଥିରେ ଯେତେ ତୀର୍ଥ ମାନେ ସେ ଅବା ପୁଣ୍ୟ ଆୟତନେ। ସେ ସର୍ବ ଫଳ ପାଏ ଜନ ଯେ କରେ ନାମ ସଂକୀର୍ତ୍ତନ। ଯେ ବିଷ୍ଣୁ ପରବଶ ହୁଏ ସେ ଯମ ଯାତନା ନ ପାଏ। ଏକାଦଶୀ ଉପବାସ ପ୍ରସଙ୍ଗେ ଯେ କରେ ନରେଶ। ଦାରୁଣ ପାପ କରି ସେହି ଯମ ଯାତନା ନ ଲଭଇ। ବୈଷ୍ଣବ ହୋଇ ଯେଉଁ ଜନ କରଇ ଈଶ୍ୱର ବନ୍ଦନ। ସେ ବିଷ୍ଣୁ ଲୋକକୁ ନ ଯାଇ ନରକେ ନିଶ୍ଚୟ ପଡ଼ଇ। ଏ ବିଷ୍ଣୁ ବ୍ରତ ସମ ହୋଇ ତିନି ଲୋକର ବ୍ରତ ନାହିଁ। କେହେବ ପାବନ ପବିତ୍ର ନାଶ କରିବ ପାପ ମାତ୍ର। ପାତକ ମାନେ ପ୍ରାଣୀ ଦେହେ ଥାନ୍ତି କେତେ କାଳ ଯାଏ। ହରିବାସର ଉପବାସ ନୋହିଛି ଯାବତ ଦିବସ। ଶତ ସଂଖ୍ୟକ ବାଜପେୟ ସହସ୍ରେ ଅଶ୍ୱମେଧ ଜୟ। ହୁଅନ୍ତି ନାହିଁ ହରିଦିନ ଉପବାସର କଲା ସମ। ଏକାଦଶୀର ସମ ହୋଇ ଏକ ହିଁ ବ୍ରତ ନାହିଁ କାହିଁ। ଯାହାକୁ ବ୍ୟାଜ କରି ନର ନ ଦେଖି ବୈବସୁତପୁର। ଯେ ସ୍ୱର୍ଗ ମୋକ୍ଷ ଦେଇପାରେ ଶରୀର ଆରୋଗ୍ୟକୁ କରେ। ଗଙ୍ଗାଦି ଗୟା କାଶୀ କ୍ଷେତ୍ର ପୁଷ୍କର ବା କୁରୁକ୍ଷେତ୍ର ଇତ୍ୟାଦି ସବୁ ତୀର୍ଥ ମାନ ହୁଅନ୍ତେ ହରିଦିନ ସମ। ରାତ୍ରରେ ଉଜାଗରେ ବସି ଯେ କରେ ହର ଏକାଦଶୀ। ଉପବାସରେ ନିଏ ତିଥି
ସେ ନର ହରିର ତିଥି ଯେ ଏକାଦଶୀ ବ୍ରତ କରେ ସବିଧି କରି ସତୀ କରେ ତହିଁରୁ ନାହିଁ ପୁଣ୍ୟବନ୍ତ ସେ କଲା ସମସ୍ତ ସୁକୃତ ପିତୃପକ୍ଷରୁ ଦଶ ଘେନି ଉଦ୍ଧାର ହୁଏ ଯେ ପ୍ରାଣୀ ଏକାଦଶୀ କି କଲା ଜନେ ଯାଆନ୍ତି ବୈକୁଣ୍ଠ ଭୁବନେ ଦିବ୍ୟ ଆକୃତି ଚତୁର୍ଭୁଜ ଆରୋହିଥାନ୍ତି ପକ୍ଷୀରାଜ ନାନାଳଙ୍କାର ସଜବନ୍ତ ପୀତାମ୍ବର ସ୍ମିତବନ୍ତ ଉଚ୍ଚାରୁଥାନ୍ତି ହରିନାମ ବିଚାରୁଥାନ୍ତି ଗୁଣଗ୍ରାମ ବାଳକ ଯୌବନ ବୃଦ୍ଧତ୍ୱ ଯହିଁରେ ଉପୁଜିବ ତତ୍ତ୍ୱ ତହିଁରେ ଉପବାସ କରି ଅବଶ୍ୟ ଜୀବକୁ ଧରି ଆଶ୍ୱିନ ଶୁକ୍ଳ ପକ୍ଷ ଜାଣି ଯେ କରେ ପାପ ବିନାଶିନୀ ସେ ସର୍ବ ପାପ ମୁକ୍ତ ହୋଇ ଲକ୍ଷ୍ମୀ ନାୟକପୁରେ ଯାଇ ତିଳ ସୁବର୍ଣ୍ଣ ଭୂମି ଅନ୍ନ ପାଇ ଉଦକ ଯେ ବସନ ଯେଉ ପାନହ ଛତ୍ର ଦାନ ଦେଇଲ ଭଇ ଯେଉଁ ପୁଣ୍ୟ ଗୃହେ ଯେ ହୋଇ ପୁଣ୍ୟହୀନ ଯାହାର ଯାଏ ଦିନମାନ ସେ ଲହାକାର ଭାତି ପରି ଶ୍ୱାସ ପକାଇ ଯିବ ମରି ସ୍ନାନ ସତ କ୍ରିୟା ଜପ ଧ୍ୟାନ ଇତ୍ୟାଦି ଯେତେ କର୍ମ ମାନ ଏ ପୁଣ୍ୟ ଦିନେ ଯେ କରନ୍ତି ସେମାନେ ମୋଧାମେ ମିଳନ୍ତି ଯଜ୍ଞାଦି କର୍ମ ଯେ କରନ୍ତି ଯମଯାତନା ନ ଦେଖନ୍ତି ଈଦୃଶ୍ୟ ପୁଣ କର୍ତ୍ତା ଜନ ହୁଅନ୍ତି ଧନାଢ଼୍ୟ କୁଳୀନ ରୋଗ ବର୍ଜିତ ପୁଣ୍ୟବନ୍ତ ପୁତ୍ରାଦି ସତ ଆୟୁଷ୍ମତ କୃଷ୍ଣ କହନ୍ତି ପଣ୍ଡୁସୁତ କହିଲେ କି ହେବ ବହୁତ ଅଧର୍ମେ ଦୁର୍ଗତି ହୁଅଇ ଧର୍ମରେ ତ୍ରିଜୀବ ମିଳଇ ହେ ଧର୍ମରାଜ ମହାମତେ ପଚାରି ଗଲେ ଲୋକ ହିତେ କହନ୍ତି ଶୁଣି ରଖ ଚିତେ ବିସ୍ମୃତ ନ ହେବ ଯେ ମନ୍ତେ ମହାତ୍ମ୍ୟ ଶୁଣିଲେ ପଢ଼ିଲେ ବ୍ରତରେ ଶ୍ରଦ୍ଧା ହୁଏ ଭଲେ। ଇତି ଶ୍ରୀ ପଦ୍ମପୁରାଣେ ଆଶ୍ୱିନ ଶୁକ୍ଳ ପାପାଙ୍କୁଶ ଏକାଦଶୀ ମହାତ୍ମ୍ୟେ ଦ୍ୱାବିଂଶୋଧ୍ୟାୟ। ପାପାଙ୍କୁଶ ଏକାଦଶୀ। ଯୁଧିଷ୍ଠିର ପଚାରିଲେ, ହେ ମଧୁସୂଦନ, ଏବେ ଆପଣ କୃପା କରି କୁହନ୍ତୁ ଯେ ଆଶ୍ୱିନ ମାସ ଶୁକ୍ଳ ପକ୍ଷରେ କେଉଁ ଏକାଦଶୀ ପଡ଼େ ଓ ଏହାର ମହାତ୍ମ୍ୟ କ'ଣ? ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ, ଆଶ୍ୱିନ ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାହା ପାପାଙ୍କୁଶ ନାମରେ ବିଖ୍ୟାତ। ଏହା ସର୍ବ ପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ। ଅନ୍ୟ କାରଣରୁ ମଧ୍ୟ ମନୁଷ୍ୟ ଯଦି ଏହି ଏକମାତ୍ର ଏକାଦଶୀ ବ୍ରତ ଉପବାସ କରେ ତେବେ ତାକୁ କେବେ ଯମ ଯାତନା ଭୋଗିବାକୁ ପଡ଼େ ନାହିଁ। ହେ ରାଜନ, ଏକାଦଶୀ ଦିନ ଉପବାସ ଓ ରାତିରେ ଜାଗରଣ କରୁଥିବା ମନୁଷ୍ୟ ଅନାୟାସରେ ଦିବ୍ୟ ରୂପଧାରୀ ଚତୁର୍ଭୁଜ ଗରୁଡ଼ ଧ୍ୱଜାଯୁକ୍ତ ହାରରେ ସୁଶୋଭିତ ଓ ପୀତାମ୍ବରଧାରୀ ହୋଇ ଭଗବାନ ବିଷ୍ଣୁଙ୍କ ଧାମକୁ ଯାଇଥାଏ।
ରାଜେନ୍ଦ୍ର ଏହି ପୁରୁଷ ମାତୃପକ୍ଷର ଦୋଷ ଓ ପିତୃପକ୍ଷର ଦୋଷ ତଥା ପତ୍ନୀ ପକ୍ଷର 10 ପିଢ଼ିକୁ ଉଦ୍ଧାର କରନ୍ତି। ଏହି ଦିନ ସମ୍ପୂର୍ଣ୍ଣ ମନୋରଥ ପ୍ରାପ୍ତି ନିମନ୍ତେ ମୋର ବାସୁଦେବ ସ୍ୱରୂପର ପୂଜନ କରିବା ଉଚିତ। ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରେ ତାହା ସେଦିନ ଭଗବାନ ଗରୁଡ଼ ଧ୍ୱଜଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ। ଯେଉଁ ପୁରୁଷ ସୁବର୍ଣ୍ଣ, ତିଳ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଓ ଛତା ଦାନ କରେ ତାକୁ କେବେ ଯମରାଜାଙ୍କର ଦର୍ଶନ ହୁଏ ନାହିଁ। ନୃପଶ୍ରେଷ୍ଠ ଦରିଦ୍ର ପୁରୁଷ ମଧ୍ୟ ସ୍ନାନ, ଜପ, ଧ୍ୟାନ ଆଦି କରିବା ପରେ ଯଥାଶକ୍ତି ହୋମ, ଯଜ୍ଞ ତଥା ଦାନ ଆଦି କରି ନିଜର ପ୍ରତ୍ୟେକ ଦିନକୁ ସଫଳ କରିବା ଉଚିତ। ଯିଏ ହୋମ, ସ୍ନାନ, ଜପ, ଧ୍ୟାନ ଓ ଯଜ୍ଞ ଆଦି ପୁଣ୍ୟ କର୍ମ କରନ୍ତି ତାଙ୍କୁ ଭୟଙ୍କର ଯମଯାତନା ଭୋଗିବାକୁ ପଡ଼େ ନାହିଁ। ଜଗତରେ ଯେଉଁମାନେ ଦୀର୍ଘାୟୁ, ଧନାଢ଼୍ୟ, କୁଳୀନ ଓ ନିରୋଗୀ ଦେଖାଯାଆନ୍ତି ସେମାନେ ପୂର୍ବର ପୁଣ୍ୟାତ୍ମା ଅଟନ୍ତି। ପୁଣ୍ୟାତ୍ମା ପୁରୁଷ ଏଭଳି ହିଁ ଦେଖାଯାଆନ୍ତି। ଏହି ବିଷୟରେ ଅଧିକ କହି କ'ଣ ବା ଲାଭ? ମନୁଷ୍ୟ ପାପ କରି ଦୁର୍ଗତିରେ ପଡ଼ନ୍ତି ଏବଂ ଧର୍ମ କରି ସ୍ୱର୍ଗକୁ ଯାଆନ୍ତି। ଆଶ୍ୱିନ ଶୁକ୍ଳ ଏକାଦଶୀ। ଜୟ 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 ଶିଖି ମୁକୁଟ କାଳିଆ, ଜୟ ଜୟ ଗୋପାଳକ ବାଳକ ମେଳିଆ, ଜୟ ଜୟ ଚାହା ସରସିକ ନଟବର, ଜୟ ଜୟ ତ୍ରିଭଙ୍ଗୀ ଠାଣିଆ ବଂଶୀଧର। ଯୁଧିଷ୍ଠିର କହନ୍ତି ହେ ଆହେ ଜନାର୍ଦ୍ଦନ, ଇନ୍ଦିରା ବ୍ରତ କହି ଯେ କରାଇଲ ପୁଣ୍ୟ। ଏବେ ଶୁକ୍ଳ ପକ୍ଷ ଏକାଦଶୀ କିସ ନାମ, କହିବା ହେଉ ମୋତେ ଯେ ଆହେ ପୁରୁଷୋତ୍ତମ। ଶ୍ରୀକୃଷ୍ଣ କହୁଛନ୍ତି ପାଣ୍ଡବ କୁଳ ସୋମ, ଆଶ୍ୱିନ ଶୁକ୍ଳ ଏକାଦଶୀର ନିୟମ। ସେହି ଏକାଦଶୀ ନାମ ଅଟେ ପାପାଙ୍କୁଶ, ସମସ୍ତ ପାତକ ନାଶୀ ଧିୟଇ ସୁଦଶା। ପଦ୍ମନାଭ ନାମରେ ମୋତେ ତ ପୂଜା କରି, ସର୍ବାଭୀଷ୍ଟ ଫଳ ପ୍ରାପ୍ତି ପରେ ସ୍ୱର୍ଗ ଚାରି। ଚିରଦିନ କଠିନ ତପସ୍ୟା ଆଚରିଲେ, ଯେଉଁ ଫଳ ପାଆନ୍ତି କୃଷ୍ଣଙ୍କୁ ସ୍ତୁତି କଲେ। ମନୁଷ୍ୟ ମୋହରେ ପଡ଼ି ବହୁ ପାପ କରେ, ହରିଙ୍କି ପ୍ରଣାମ କଲେ ନ ପଡ଼େ ନର୍କରେ। ପୃଥିବୀରେ ଯେତେ ତୀର୍ଥ ଯେତେ ପୁଣ୍ୟସ୍ଥଳ, ବିଷ୍ଣୁ ନାମ କୀର୍ତ୍ତନରେ ମିଳଇ ସକଳ। ଚକ୍ରଧର ଜନାର୍ଦ୍ଦନ ବୋଲି ଯେଉଁମାନେ ପ୍ରପନ୍ନ ହୁଅନ୍ତି ଯାଇ ବିଷ୍ଣୁ ସନ୍ନିଧାନେ। ପ୍ରସଙ୍ଗ କ୍ରମେ ଏକାଦଶୀକୁ ପାଳନ କରନ୍ତି ଯେଉଁମାନେ ନ ଯାନ୍ତି ଯମସ୍ଥାନ। ବୈଷ୍ଣବ ପୁରୁଷ ହୋଇ ନିନ୍ଦିଲେ ଶିବଙ୍କୁ, ବିଷ୍ଣୁ ଲୋକ ନ ଯାଇ ସେ ପାଏ ନରକକୁ। ଶୈବ ହୋଇ ଯେବେ କେହି ବୈଷ୍ଣବଙ୍କ ନିନ୍ଦା, କରଇ ରୌରବେ ଯାଏ ଛାଡ଼ି ସବୁ ଧନ୍ଦା। ଈଦୃଶ ବୈଷ୍ଣବ ବ୍ରତ
ନାହିଁ ଜଗତରେ। ପଦ୍ମନାଭ ବ୍ରତ ଯଥା ପାପ ନାଶ କରେ। ସେ ଯାଏ ନର ଦେହରେ ହୃଷ୍ଟ ହୁଏ ନାଶ। ପଦ୍ମନାଭ ପୂଜା ଲୋକ ନ ପାଏଟି କ୍ଲେଶ। ସହସ୍ରେ ଅଶ୍ୱମେଧ ଯେ ଶତବାଜପେୟ। ଏକାଦଶୀ ବ୍ରତର ନୁହଁ ପରିମେୟ। ଏକାଦଶୀ ପରିବ୍ରତ ସଂସାରେ ଆଉ ନାହିଁ। ଶୁଣିଥାଅ କହୁଅଛୁ ହସ୍ତିନାର ସାଇଁ। କପଟରେ ଅଥବା ଯେ ଅନୁକରଣରେ। ଏକାଦଶୀ ବ୍ରତ କେବେ ଯମଗଣାରେ। ପହଞ୍ଚେ ନାହିଁ ଯେହା ସ୍ୱର୍ଗ ମୋକ୍ଷ ପ୍ରଦା। ଶରୀରାରୋଗ୍ୟ ଦାୟିନୀ ଶୁକ୍ଳତ୍ର ପ୍ରଦା। ଧନ ମିତ୍ର ପ୍ରଦାୟିନୀ ଗଙ୍ଗା ବା ଗୟାରେ। କାଶୀ ପୁଷ୍କରରେ ନାହିଁ କୌରବ କ୍ଷେତ୍ରରେ। ଏ ଫଳ ନାହିଁ ଯାହା ଯେ ଅଛି ଏକାଦଶୀ। ଦିନରେ ଜାଗରଣରେ ପାଣ୍ଡୁକୁଳ ଶଶୀ। ରାତ୍ରି ଉଜାଗର ହରି ଦିନେ ଉପବାସ। ବୈଷ୍ଣବ ପଦ ଦିଅଇ ଆହେ ନର ଈଶ। ମା ଠାରୁ 10 ପୁରୁଷ ପିତା ଠାରୁ 10। ପୁରୁଷ ଉଦ୍ଧାର କରେ ଏହି ଉପବାସ। ପ୍ରିୟ ଲୋକର 10 ପୁରୁଷ ଉଦ୍ଧାରଇ। ଏକାଦଶୀ ସଙ୍ଗେ କେହି ସମାନ ନୁହଁ। ଯୁବା ହେଉ ବା ବାଳକ ବା ହୋଇବ। ବୃଦ୍ଧ ହେଲେ ମଧ୍ୟ ସଦଗତି ଯେ ପାଇବ। ସମସ୍ତଙ୍କ ପକ୍ଷରେ ଏକାଦଶୀ ବ୍ରତ ନିତ୍ୟ କର୍ତ୍ତବ୍ୟ ଅଟଇ ଆହେ ମହାଶିବ। ଏହି ଏକାଦଶୀରେ ସୁନା ତିଳ ଭୂମି ଗୋରୁ ଦକନ ଛତା ଜୋତା ପୁଣି। ଯେ ଦିଅଇ ଉତ୍ତମ ବ୍ରାହ୍ମଣ କରରେ। ସେ ନ ଦେଖଇ ଯମ ନଗର କେତେବେଳେ। ପୁଣ୍ୟହୀନ ହୋଇ କେତେ ବେଳେ ସେହି ଦିନ। ନେବ ନାହିଁ କହୁଛି କେବେ କୌଣସି ଜନ। ଅବନ୍ଧ୍ୟ ଦିବସ ଯେବେ କରିବାକୁ ଇଚ୍ଛା। ଅବନ୍ଧ୍ୟ ଦିବସ ଯେବେ କରିବାକୁ ଇଚ୍ଛା। ସ୍ନାନ ସନ୍ଧ୍ୟା ଜପ ହୋମ କରୁଥାଅ ବାଞ୍ଛା। ଦାନ ଧ୍ୟାନ ଶସ୍ତ୍ରାଦି ପୁଣ୍ୟ କାର୍ଯ୍ୟ କରିଲେ। ଯମ ଯାତନା କେବେ ନ ପାଇବ ଯେ ହେଲେ। ଦୀର୍ଘାୟୁ ଧନାଢ଼୍ୟ ହୋଇ ନିରୋଗ ହୋଇବ। କୁଳ ମର୍ଯ୍ୟାଦାର କ୍ଷୀଣ ସମୟ କାଟିବ। ଜଗତରେ ଏହିପରି ପୁଣ୍ୟ କର୍ମ ମାନେ ଥାନ୍ତି। ବିଷ୍ଣୁ ବ୍ରତ ଯେ ଆଚରି ସବୁଦିନେ। ବହୁତ କହିବା ଆଉ ପ୍ରୟୋଜନ ନାହିଁ। ପାପଙ୍କୁ ବ୍ରତ ବିଧି
ଏଥି କହିଲଇଁ ଯାହା ପଚାରିଲ ତାହା ଦେଲୁ ସମୁଦାୟୀ। ଆଉ କିଛି ପୁଛିଲେ କହିବୁ ନରସାଇଁ। ଏଠାରେ ଆଶ୍ୱିନ ଶୁକ୍ଳ ଏକାଦଶୀ ବ୍ରତ ବିଧି କହିଲେ ବ୍ୟାସ ଋଷି ତପୋବନ୍ତ। ଭାସଇ ଶ୍ରୀ ରାଧା ପ୍ରିୟା ରାଣୀ କୌତୂହଳେ। ଅବଶ୍ୟ ଏ ବ୍ରତ ହେବ ପୁଣ୍ୟମହିତଳେ। आहे नंद नंदन ଯଶୋଦାନନ୍ଦ ଦାୟକ କଳ୍ମଷହର ପ୍ରଭୁ ଆଦି କନ୍ଦ। ପାଦ ପଦ୍ମ ଯୁଗଳେ ଏହା ମୁଁ ମାଗୁଛି ମୋ ପ୍ରତି କରୁଣା ହେବ ସତେ ଦୟା ଅଛି। ଏବେ ଆସନ୍ତୁ ଏହି ପବିତ୍ର ଦିନରେ ଆଜି ତୁଳସୀଙ୍କ ଜନ୍ମ କଥା ଶୁଣିବା। ପରୀକ୍ଷିତ ଉବାଚ ଶ୍ରୀ ଶୁକ ମୁନିଙ୍କ ବଚନ ଶୁଣି ତ ସହେଲେ ରାଜନ। ବୋଲନ୍ତି ଯୋଡ଼ିବେନି କର ଭୋମୁନି ବାରେ ଦୟା କର। ତୁଳସୀ ବୃକ୍ଷର କାହାଣୀ ବୁଝାଇ ଦିଅନ୍ତୁ ହେ ମୁନି। ଏସନ ଶୁଣି ସ୍ମିତ ହସି କହନ୍ତି ତୋତେ ଶୁକ ଋଷି। ଶ୍ରୀ ଶୁକ ଉବାଚ ଶୁଣ ପରୀକ୍ଷ ନରପତି। ପୁଛିଲ ମୋରେ ଯେ ଭାରତୀ। ସାପ ପାଇ ତ୍ରିପୁରା ଦେବୀ ନାରୀ ରୂପେ ମର୍ତ୍ତେ ସମ୍ଭବୀ। କରିଲେ ବହୁ ଲୀଳା ଖେଳା ସଙ୍ଗତେ ନେଇ ଚକା ଡୋଳା। ସତ୍ୟବତୀ ଆଉ ମାଳତୀ ତ୍ରିପୁରା ଦେବୀ ବୃନ୍ଦାବତୀ। ଏପରି ଲୀଳା କରି ଗଲେ ଆପଣା ସ୍ଥାନରେ ମିଳିଲେ। ପଦ ଜନ୍ମିଲା କର୍ଦ୍ଦମରୁ ଅଗ୍ନି ଯେ ଅଗ୍ନିଙ୍କ ଅଙ୍ଗରୁ। ଲକ୍ଷ୍ମୀଙ୍କ ଲୁହରୁ ଅଁଳା ବାୟୁରୁ ମାଳତୀ ଜନ୍ମିଲା। ପୁଷ୍ପଲତାଙ୍କ କଥା ଶୁଣ ଦେବତା ଲତକୁ ଜନମ। ତୁଳସୀ ଜନମ କାହାଣୀ ପରୀକ୍ଷେ ବୋଲେ ଶୁକ ମୁନି। ଜଳନ୍ଧର ମରଣ ପାଇଁ କପଟ କଲେ ଭାବଗ୍ରାହୀ। ବୃନ୍ଦାର ସତୀତ୍ୱ ହରଣ କରିଲେ ଯାଇ ନାରାୟଣ। ଅପମାନେ ସେ କାଷ୍ଠ ରୂପେ ରହିଲେ ଭୂମଣ୍ଡଳେ ଗୋପେ। ତାହାଙ୍କୁ ଦେଖିଣ ତ୍ରିନାଥ ହୋଇଲେ ଅତି ପୁଲକିତ। ଝରିଲା ନୟନ ଲୋତକ ତିନି ଦେବଙ୍କ ହୋଇ ଏକ। ସେ ତିନି ଅଶ୍ରୁ ମିଶି ଯାଇ ତୁଳସୀ ବୃକ୍ଷଟି ଜନ୍ମଇ। ବୃକ୍ଷ ମୂଳରେ ବେଦ ବର ଶାଖାରେ ପ୍ରଭୁ ଚକ୍ରଧର। ଅଗ୍ରଭାଗରେ ତ୍ରିଲୋଚନ କରିଲେ ସ୍ୱୟଂ ଅବସ୍ଥାନ। ପତ୍ରରେ ସର୍ବଦେବା ଦେବୀ ମୃତ୍ତିକାରେ ସେ ଗଙ୍ଗା ଦେବୀ। ଏପରି ବାଛି ନେଲେ ସ୍ଥାନ ଦେଖି ସନ୍ତୋଷ ଭଗବାନ। ଜାଣି ଆଶ୍ଚର୍ଯ୍ୟ ହେଲେ ସର୍ବେ ଏପରି ବୃକ୍ଷ ନାହିଁ ଭବେ। ଏହାର ମହିମା ଅପାର କହନ୍ତି ପ୍ରଭୁ ଆଦି ମୂଳ। ଯେ କରି ତୁଳସୀ ରୋପଣ
ପ୍ରତ୍ୟହ କରଇ ଦର୍ଶନ, କଳୁଷ ହୁଅଇ ବିନାଶ, ଲଭଇ ଦେବଙ୍କ ଆଶିଷ, ବୋଲନ୍ତି ରାଜା ପରୀକ୍ଷିତ, ହଇଣ ଅତି କୃତ୍ୟ କୃତ୍ୟ। ପରୀକ୍ଷିତ ବାଚ ଭୋମୁନି ବାରେ ଦୟାବହ, ତୁଳସୀ ଦେବୀଙ୍କ ବିଜୟ, ମର୍ତ୍ତ୍ୟମଣ୍ଡଳେ ହେଲେ ତରୁ, କେଉଁ ଭାବେ ବୃନ୍ଦାବତୀରୁ, କୁହନ୍ତୁ ହେ ବ୍ୟାସ ନନ୍ଦନ, ମନରୁ ସଂଶୟ ଫେଡ଼ିଣ, ପରୀକ୍ଷିତ ରାଜନ ବାଣୀ, ଶୁଣେ ଭାସନ୍ତି ଶୁକ ମୁନି। ଶ୍ରୀ ଶୁକ ବାଚ ହରଷେ କରନ୍ତି ପ୍ରକାଶ, ଶ୍ରୀ ଶୁକ ସକଳ ସନ୍ଦେଶ, ଜଳନ୍ଧରର ମୃତ୍ୟୁ ପାଇଁ, ବୃନ୍ଦା ହରିଲେ ଭାବଗ୍ରାହୀ, କପଟେ କରିଲେ ରମଣ, ତାପତି ରୂପକୁ ଧରିଣ, ସତୀ ଜାଣିଲା ସେ ସନ୍ଦେଶ, ଏ ଅଟେ ମାୟାବୀ ପୁରୁଷ, ସାପ ଦେବ ବୋଲି ଭାସଇ, ହସ୍ତ ଧରିଲେ ଲକ୍ଷ୍ମୀ ସାଇ, ଗ୍ରହଣ କଲେ ପତ୍ନୀ ଭାବେ, ଯେତେ ଦିନ ଥିବେ ଭାବେ, ତଥାପି ବୃନ୍ଦା କୋପ ବହି, ବୋଲେ ପାଷାଣ ହେବ ସାଇ, ପ୍ରଭୁ ତାହା ସ୍ୱୀକାର କଲେ, ମଥାରେ ବୋହିବେ ବୋଇଲେ, ଦ୍ୱାପର ଯୁଗେ ଲୀଳା କାଳେ, ତ୍ରିପୁରା ନାମ ବହିଥିଲେ, ସେବେଳେ ଦେଇଥିଲେ ଶାପ, ବିଷ୍ଣୁଙ୍କ ଠାରେ ବହି କୋପ, ବୃନ୍ଦାବତୀଙ୍କ ଠାରୁ ପୁଣି, ସାପ ଘେନିଲେ ଚକ୍ର ପାଣି, ପତ୍ନୀ ଭାବେ କରି ଗ୍ରହଣ, ବୋଇଲେ ପ୍ରଭୁ ନାରାୟଣ, ଏଥୁ ଅନ୍ତେ ହୋଇବୁ କାଷ୍ଠ, ମଣିଲୁ ନାହିଁ ମୁଁ ତୋ ଇଷ୍ଟ, ସାପ ଦେଲୁ ବାରଣ ସତ୍ୱେ, ବୁଝିଲୁ ନାହିଁ ତୁ କିଞ୍ଚିତେ, ସେ ଦେବୀ ପ୍ରଭୁ ସାପ ବଳେ, କାଷ୍ଠ ଭାବରେ ରହିଥିଲେ, ତିନି ଦେବତାଙ୍କୁ ଚାହିଁ, ନେତ୍ରୁଲୋତକ ଗଲା ବହି, ଅଶ୍ରୁ ପଡ଼ନ୍ତେ କାଷ୍ଠ ପରେ, ସେ କାଷ୍ଠରେ ପ୍ରାଣ ସଞ୍ଚରେ, ଅଙ୍କୁରିତ ହୁଅଇ ପତ୍ର, ତୁଳସୀ ନାମ ଦେଲେ ନାଥ, ସାପରୁ କରିବେ ତାରଣ, ମନରେ କରିଲେ ଚିନ୍ତନ, ଆଦି ଶକ୍ତିଙ୍କୁ ସୁମରିଲେ, ସକଳେ ସ୍ତୁତି ଉଚ୍ଚାରିଲେ, ନମସ୍ତେ ମାତ ଆଦି ଶକ୍ତି, ନମସ୍ତେ ମାତ ଭଗବତୀ, ହେ ମାତ ସର୍ବସ୍ୱରୂପିଣୀ, ଭବାନୀ ରୁଦ୍ରାଣୀ ତାରିଣୀ, ପ୍ରଣତି ଘେନ ମହାମାଇ, ପ୍ରସନ୍ନ ହୁଅ ଦୟାମୟୀ, ତୋ ପାଦେ ପଶିଲୁ ଶରଣ, ସଙ୍କଟ କର ପତିତ୍ରାଣ, ଶୁଣେ ତ୍ରିନାଥଙ୍କର ଭକ୍ତି, ସନ୍ତୋଷ ହେଲେ ଜଗଦ୍ଧାତ୍ରୀ, ତେନେ ରୂପରେ ଦର୍ଶନ, ଦେଇ କରିଲେ ସୁକଲ୍ୟାଣ, ତିନୋଟି ସୃଷ୍ଟି ମଞ୍ଜି ଦେଇ, ଅନ୍ତର ହେଲେ ମହାମାଇ, ତିନି ଦେବତାକୁ ନେଇ, ତିନି ସ୍ଥାନେ ବୁଣିଲେ ଯାଇ, ଶୀତଳ ଉଦର ସିଞ୍ଚିଲେ,
ଆପଣା ମନ୍ଦିରେ ଚଳିଲେ। ଅଙ୍କୁରିତ ଯେ ତିନି ଦ୍ରୁମ, ସତର ଯତମ ତ୍ରିଗୁଣ। ଏକଇ ବୃକ୍ଷ ଶୁକ୍ଳ ବର୍ଣ୍ଣ, ବର୍ତ୍ତୁଳ ତାର ପାତ୍ରମାନ। ସରସ୍ୱତୀଙ୍କ ଅଂଶ ଯୁକ୍ତା, ଉତ୍ପନ୍ନ ହୋଇଲେ ସେ ମାତା। ଅନେକ କୃଷ୍ଣ ବର୍ଣ୍ଣ ହେଲା, ସୁବାସେ ଜଗତ ମୋହିଲା। ଗୌରୀଙ୍କ ଅଂଶେ ପ୍ରକାଶଇ, ସେ ପତ୍ର ଦୁର୍ଲଭଟଇ। ଲକ୍ଷ୍ମୀ ଅଂଶରେ ଯେହୁ ଜାତ, ପୁଷ୍ପଗୁଚ୍ଛରେ ସେ ଶୋଭିତ। ରହିଲେ ଅଗମ୍ୟ କାନନେ, ସର୍ବଦା ଚାହିଁ ନାରାୟଣେ। ତୁଳସୀ ଦେବୀଙ୍କୁ ଧରିଣ, ରହିଲେ ଜଗତ ଜୀବନ। ବୃନ୍ଦାବତୀ ବିଷ୍ଣୁ ପ୍ରେୟସୀ, କାଷ୍ଠରୁ ହୋଇଲେ ତୁଳସୀ। ଶିଳାରୁ ହେଲେ ଶାଳଗ୍ରାମ, ସାପ ପାଇଣ ନାରାୟଣ। ମଥାରେ ତୁଳସୀ ବହନ, କରନ୍ତି ହୋଇ ହର୍ଷ ମନ। ତୁଳସୀ ଦେବୀଙ୍କ ଆଖ୍ୟାନ, ବିବୁଧେ କରନ୍ତୁ ଶ୍ରବଣ। ସେ ଦେବୀ ପାଦ ପଦ୍ମ ଧ୍ୟାଇ, ଅଜୟ ଗୀତେ ପ୍ରକାଶଇ। ତୁଳସୀ ପୂଜା। ପରୀକ୍ଷିତ ଉବାଚ, ବେନିକର ଯୋଡ଼ି ରାଜନ, ମୁନିଙ୍କୁ ବୋଲନ୍ତି ବଚନ। ଅନୁଗ୍ରହ କର ହେ ମୁନି, ଶୁଣିବି କଳି ଯୁଗ ବାଣୀ। ସେ କାଳ ନର ନାରୀ ମାନେ, କିପରି ଭାବେ ତୋ ସମନେ। ପୂଜିଲେ ତୁଳସୀ ଚରଣ, ସଂକ୍ଷେପୀ କରନ୍ତୁ ବର୍ଣ୍ଣନ। ଶୁଣି ପରୀକ୍ଷିତଙ୍କ ବାଣୀ, ଆନନ୍ଦେ ଭାସେ ଶୁକ ମୁନି। ଶ୍ରୀ ଶୁକ ଉବାଚ, ରାଜନ କରନ୍ତୁ ଶ୍ରବଣ। ପୁଚ୍ଛା କଲ ଯେଉଁ ବଚନ, ଭାଦ୍ର ଆଶ୍ୱିନ ଆଦି ମାସେ। ଧରିତ୍ରୀ ଫଳ ପୁଷ୍ପେ ହସେ, ଜହ୍ନି ଫୁଲ ଯେ ଫଳ ମାନ। ପେନ୍ଥି ପେନ୍ଥି ହୋଇ ଶୋଭନ, କିଶୋରୀ ଯୁବତୀ ମିଳିଣ। ଜହ୍ନି ଫୁଲ କରି ଚୟନ, ବୃନ୍ଦାବତୀଙ୍କ ପାଶେ ଯାଇ। ଅତି ଯତନେ ପୁଷ୍ପ ଦେଇ, ପୂଜନ୍ତି ହୋଇ କୁତୁହଳୀ। ସକଳେ ଦେଇ ହୁଳହୁଳି, ଯିଏ ଯାହା କଳ୍ପନା କରେ। ଅତିରେ ତାହା ତାକୁ ମିଳେ, ଯେହୁ କରଇ ଉପହାସ୍ୟ। ତା ଫଳ ମିଳଇ ଅବଶ୍ୟ, ଶୁକ କହନ୍ତି ଶୁଣ ରାୟ। ମନ ମଧ୍ୟ ଫେଡ଼ ସଂଶୟ, କହୁଛି ଏକଇ କାହାଣୀ। ଶ୍ରବଣ କର ନୃପମଣି, ମହାରାଷ୍ଟ୍ର ନାମେ ଏକ ଦେଶ। ପୁରା କାଳେ ଥିଲା ଅବଶ୍ୟ, ନୃପତି ନାମ ମହେଶ୍ୱର। ସକଳ କର୍ମେ ଧୁରନ୍ଧର, ବଡ଼ ପ୍ରତାପୀ ସେ ନରେଶ। ଶତ୍ରୁ ନ କରନ୍ତି ପ୍ରବେଶ, ଭାରିଜା ନାମ ଭାନୁମତୀ। ପରମା ସୁନ୍ଦରୀ ସେ ସତୀ, ରୂପକୁ ରମ୍ଭା ନୁହେଁ ସରୀ। ଚାରୁହାସିନୀ ସୁଚତୁରୀ, ସେବନ୍ତୀ ପରି ଚାରି ଗଣେ। ଅଭାବ ନାହିଁ ଧନ ଧାନ୍ୟେ, ମନ ମଧ୍ୟେ ଗର୍ବ ବହନ୍ତି।
ଯେଣୁ ସେ ଅତି ରୂପବତୀ। ଦିନେକ ଆଶ୍ୱିନ ମାସରେ ଦେଖନ୍ତି ରାଣୀ ଭ୍ରମଣରେ, ବାଳିକା ମାନେ ରୁଣ୍ଡ ହୋଇ ଭୁଜା ଉଖୁଡ଼ା ସଙ୍ଗେ ନେଇ, ତୁଳସୀ ମୂଳେ ବସି ସର୍ବେ ଜହ୍ନି ଫୁଲରେ ନାନା ଭାବେ। ସଜାନ୍ତି ହୋଇ କୁତୁହଳୀ, ବନ୍ଦନ୍ତି ଦେଇ ହୁଳହୁଳି। ଏକାଳେ ରାଣୀ ଭାନୁମତୀ, ପୂଜା ସ୍ଥାନରେ ଯେ ମିଳନ୍ତି। ନୟନେ ଦେଖିଣ ସକଳ, ମନରେ କରନ୍ତି ବିଚାର। କ୍ଷୀରି ପୁରୀ ଖଣ୍ଡ ସାକର, ଛେନା ସର ପୁଳିଆ ବର। ନବା ତ ରାଜା କୋରା ନାହିଁ, ପୂଜନ୍ତି ଧରି ଭୁଜା ଖଇ। ଗୌରବ ମନେ ଭାନୁମତୀ, ବାଳିକା ମାନଙ୍କୁ ପୁଛନ୍ତି। ଏ କେଉଁ ଦେବୀ ଓଷା ବ୍ରତ, ଦେଖିଲା ଗଇ ଆଚମ୍ବିତ। ପୂଜିଲେ କି ମିଳିବ କୁହ, ମୋର ପୂଜିବା ଦ୍ରବ୍ୟ ନୁହଁ। ରାଣୀଙ୍କ ଏପରି ବଚନ, ଶୁଣି ଦୁଃଖେ ବାଳିକା ଗଣ। ଦେବୀଙ୍କୁ କରିଣ ସ୍ମରଣ, ରହିଲେ ହୋଇଣ ମୌନ। ଦେଖିଣ ସଭିଙ୍କ ବଦନ, ରାଣୀ ତେଜିଲେ ସେହି ସ୍ଥାନ। ବାଳିକା ସନ୍ତାପିତ ହୃଦେ, ସକଳ ବଖାଣନ୍ତି ଖେଦେ। ମନ ଜାଣିଲେ ମହାମାଇ, କାଳକୁ ଡାକି କୋପ ବହି। ବହିଲେ ଶୁଣ ଆରେ କାଳ, ରାଣୀ ଅନ୍ତପୁରକୁ ଚଳ। ତା ପୁତ୍ର କରିଛି ଶୟନ, ତାହାକୁ କରିବ ଦଂଶନ। ଦେବୀ ଆଜ୍ଞାରେ ବିଷଧର, ଯାଇ ଦଂଶିଲା ରାଜା ବାଳ। ଶଯ୍ୟାରେ କରିଛି ଶୟନ, ଚିର ନିଦ୍ରାରେ ସେ ନୟନ। ରାଣୀଙ୍କ ମନେ ପଡ଼ିଗଲା, କୋଳକୁ ନିଅନ୍ତି ସେ ଭୋଳା। ସୁତ ମୁଖରେ ଭରି ସ୍ତନ, ବେଗେ କରାନ୍ତି କ୍ଷୀର ପାନ। ଯାହାର ପିଣ୍ଡ ନାହିଁ ପ୍ରାଣ, ସେ କି କରିବ କ୍ଷୀର ପାନ। ଜାଣିଲେ ପୁତ୍ର ଆଉ ନାହିଁ, ମଥା କୋଡ଼ି ରାଣୀ କାନ୍ଦଇ। କାହିଁ ଗଲୁ ରଙ୍କୁଣୀ ଧନ, ଗଳା ମାଳି ହୃଦ ନନ୍ଦନ। ତୁହି ଯେ ଅନ୍ଧୁଣି ଲଉଡ଼ି, କାହିଁ ଗଲୁ ମତେ ତୁ ଛାଡ଼ି। ତୁ ବିହୁନେ ଦଶ ଦିଶ, ଶୂନ୍ୟ ଦିଶ ଇଆରେ ଶିଷ୍ୟ। କ୍ଷୀର ଦେଇନି ବୋଲି ତୋରେ, ମାନକି କରିଛୁ ମୋ ଠାରେ। ହାୟରେ ନିଷ୍ଠୁର ଦଇବ, ତୋ ମନେ ଥିଲା ଏହି ଭାବ। ପୂର୍ଣ୍ଣ କୋଳମ କଲୁ ଶୂନ୍ୟ, ଅପୁତ୍ରିକ ଦୋଷ ଦେଇଣ। ପୁଣି ରାଣୀଙ୍କର କ୍ରନ୍ଦନ, ଦାସୀ ମାନେ ଆସି ବହନ। ରାଜାଙ୍କୁ ଦିଅନ୍ତି ସନ୍ଦେଶ, ତକ୍ଷଣେ କରିଲେ ପ୍ରବେଶ। ବୋଲନ୍ତି ରାଣୀଙ୍କୁ ସେ ଚାହିଁ, ସର୍ପଦଂଶନ ଅଛି ହୋଇ। ସାପଗ୍ରସ୍ତ ନ ହେଲେ କେହି, କାରେ ଦଂଶନ ନ ହୁଅଇ। ସତ କହ ଗୋ ପ୍ରାଣ ସହି, କି ଦୋଷ କରିଅଛୁ ତୁହି। ମନେ ସୁମରି ବୋଲେ ରାଣୀ,
ଶୁଣନ୍ତୁ ଆହେ ନୃପମଣି, ଆଜି ମୋର ଭ୍ରମଣ କାଳେ ନାରୀମାନେ ଚଉରା ମୂଳେ ପୂଜୁଥିଲେ ବୃନ୍ଦାବତୀଙ୍କୁ, ପରିହାସ କଲି ମୁଁ ତାଙ୍କୁ। ରାଣୀ ମୁଖୁଏ ସନ ବାଣୀ, ଶୁଣି କହନ୍ତି ନୃପମଣି, ଆଲୋ ଚଣ୍ଡାଳୁଣୀ କି କଲୁ, ଗୌରବେ ଦେବୀଙ୍କୁ ନିନ୍ଦିଲୁ। ତୁଳସୀ ଦେବୀଙ୍କ ମହିମା, ଜାଣି ଅର୍ଜିଲୁ ପାପ ସିନା। ଚାଲ ଏଠାରୁ ବେଗେ ଯିବା, ଦେବୀ ପାଦେ ଶରଣ ନେବା। ମାତା ଚାହିଁଲେ କୃପା ଡୋଳେ, ପୁତ୍ର ବଞ୍ଚିବ ଅବହେଳେ। ୟା ଭିନ୍ନ ନାହିଁ ପ୍ରତିକାର, ପୁତ୍ର ଧରି ହୁଅ ବାହାର। ତହୁଁ ରାଜା ରାଣୀ ଚଳିଲେ, ପୂଜା ସାମଗ୍ରୀ ସଙ୍ଗତରେ। ବାଳିକା ମାନେ ଯହିଁ ଥିଲେ, ସେ ସ୍ଥାନେ କ୍ଷଣିକେ ମିଳିଲେ। ପୂଜା ସମ୍ଭାର ପାଶେ ଥୋଇ, ପଡ଼ିଲେ ଗଜ ବସ୍ତ୍ର ହୋଇ। ମାତାଙ୍କୁ ଆକୁଳେ ଡାକନ୍ତି, ଭକ୍ତିରେ ଗାଉଥାନ୍ତି ସ୍ତୁତି। ନମସ୍ତେ ମାତା ବୃନ୍ଦାବତୀ, ନମସ୍ତେ ମାତା ସତ୍ୟବତୀ। ନମସ୍ତେ ତ୍ରିପୁରା ଜନନୀ, ନମସ୍ତେ ବିଷ୍ଣୁ ପାଟରାଣୀ। ତୁହି ସନାତନୀ ତୁଳସୀ, ଗୁହାରି ଶୁଣ ଶୁଭ୍ର କେଶୀ। ନ ଜାଣି ଅପରାଧ କଲି, ଏବେ ଶରଣ ମୁହିଁ ଗଲି। ତୋହି ମା ଅପରାଧ ଭଞ୍ଜନୀ, ତୋ ପାଦେ କରୁଛି ଦଇନି। ଏ ଘର ସଙ୍କଟ ଉଦ୍ଧାର, ମୋଠାରେ ବାରେ କୃପା କର। ରାଣୀଙ୍କ କାକୁତି ମିନତି, ଜାଣିଲେ ମାତା ବୃନ୍ଦାବତୀ। ମାତୃ ହୃଦୟ ତରଳିଲା, ତା ପ୍ରତି କୃପା ବରସିଲା। ମୃତକୁ ମୋର ପ୍ରାଣ ପାଇ, ସଜାରେ ଆନନ୍ଦେ ଖେଳଇ। ତା ଦେଖି ରାଜା ରାଣୀ ବେନି, ବାରମ୍ବାର କରି ଦଇନି। ଭାବ ବିହୋଳି ନାଚୁଥାନ୍ତି, ମୁଖେ ଗାଇ ଦେବୀଙ୍କ ସ୍ତୁତି। ହୋଇଲେ ମାତା ସୁପ୍ରସନ୍ନ, କରିଲେ ଅଶେଷ କଲ୍ୟାଣ। ପୂଜା ସାରିଣ ରାଜା ରାଣୀ, ପ୍ରସାଦ ପାଇଲେ ସେବେନି। ପୁତ୍ରକୁ ଧରି ଆନନ୍ଦରେ, ବାହୁଡ଼ି ଗଲେ ନିଜ ପୁରେ। ବାଳିକା ମାନେ ଯେହୁଥିଲେ, ଆନନ୍ଦେ ହୁଳହୁଳି ଦେଲେ। ସେ ଦେବୀ ଚରଣେ ଶରଣ, ପଶେ ଅଜୟ ଦୀନହୀନ। ଯଦକ୍ଷରଂ ପଦଭ୍ରଷ୍ଟଂ, ମାତ୍ରାହୀନ ଜଗଦ୍ଭବେ। ତତ୍ସର୍ବଂ କ୍ଷମତାଂ ଦେବ, ପ୍ରସିଦ୍ଧଂ ପରମେଶ୍ୱର। ଭୀମସ୍ୟାପି ରଣଭଙ୍ଗ, ମୁନିରପି ମତିଭ୍ରମ। ଯଦି ଶୁଦ୍ଧଂ ଅଶୁଦ୍ଧଂ ବା, ମମ ଦୋଷ ନ ବିଦ୍ୟତେ। ଜୟ ଶ୍ରୀକୃଷ୍ଣ।